ଢେଙ୍କାନାଳ ଜିଲ୍ଲାରେ ଗଡ଼ିଲା ବାଲ୍ୟ ବିବାହ ନିବାରଣ ଓ ମହିଳା ହିଂସା ବିରୋଧୀ ସଚେତନ ରଥ। ଆମ ଦେଶରେ ବାଲ୍ୟ ବିବାହ ଆଇନତଃ ଏକ ଦଣ୍ଡନୀୟ ଅପରାଧ। କମ୍ ବୟସରେ ବିବାହ ତଥା ପୁଅକୁ 21 କିମ୍ବା ଝିଅକୁ 18 ପୂର୍ବରୁ ବିବାହ ହେବା ଦ୍ୱାରା ଦୁଇ ଜଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଉଛି। ଯେପରିକି ଅଧାରୁ ପାଠପଢ଼ା ବନ୍ଦ ହୋଇଯାଉଛି, କମ୍ ବୟସରେ ମାତୃତ୍ୱ ଲାଭ କରୁଛନ୍ତି, ଶିଶୁ ଶ୍ରମିକ ଭାବରେ ମଧ୍ୟ କାମ କରିବା ଏପରି ଅସୁବିଧାର ଶିକାର ହୋଇଥାନ୍ତି। ଏହା ଓଡ଼ିଶା ରାଜ୍ୟରେ 20% ଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ଏହା 23% ଅଛି। ତେଣୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଏକ ସଚେତନ ରଥ ଆରମ୍ଭ କରାଯାଇଛି। ଏହାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଉଦ୍ଘାଟନ କରିଥିଲେ। ଏହା ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଭାଗର ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଓ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।